ଏବେ 4 ଦିନ ତଳେ ଓଡ଼ିଶାରେ ସବୁତକ ସେଇଠି ଚାଲେ ଅଶୋକ ହୋଟେଲ ସବୁ ରୁମ୍ ଗୁଡ଼ା ବୁକ୍ ହେଇଥିଲା କେତେ ପଇସା ବର୍ବାଦ ଯାଉଛି ଓଡ଼ିଆଙ୍କର। ଆଏ ମୋହନ ବାଜି ତମେ ଟିକେ ତମ ଟୋକା ବେଳକୁ ଗଲେ ଏଇ ଯୋଉ ଖରା ହଉଛି ତମ ଗାଁ ଗହଳରେ କି ଅବସ୍ଥାରେ ତମେ ଚାଲ। ଏଇନା ମୁଖ୍ୟମନ୍ତ୍ରୀ ତମେ ଗାଡ଼ି ଚଢ଼ିଲେ ଏସି ବସିଲେ ଏସି ହଗିଲେ ଏସି ଖାଇଲେ ଏସି ଶୋଇଲେ ଏସି ଗଲେ ଏସି ବାହାରକୁ ଗଲେ ଏସି ଯୁଆଡେ ତ ଯିବ ଏସି ଆଉ। ତେବେ କ'ଣ ଜାଣିବ କି ଖରା ହଉଛି କି ଅବସ୍ଥାରେ ଆମେ ଭୋଗିଛୁ କୋଉ ଅବସ୍ଥାରେ ଲୋକ ଛଟଫଟ ହଉଛନ୍ତି ଲେବର ମାନେ ମରିଯାଉଛନ୍ତି ଏ ଖରାରେ। ଲେବର ଖଟି ପାରୁନାହାନ୍ତି ଚାଷୀ ଖଟି ପାରୁନି ଚାରିଆଡ଼େ ହାହାକାର ଭୟଙ୍କର ପରିସ୍ଥିତି ଏ ଖରାରେ। ଏ ବିଦ୍ୟୁତ କାଟ ତମେ ସେ ଏସିରେ ରହିଯାଉଛ କି ଅବସ୍ଥାରେ ଗାଁ ଗହଳିରେ ଯୁବକ ମାନେ ତମେ ଗାଁରେ ତମ ଭାଇ ମରିଗଲେ ଏବେ ତମେ ଯାଇଥିଲ ପଚାରିଲନି କି ଅବସ୍ଥାରେ ତମ ଗାଁ ଲୋକ। ବିଦ୍ୟୁତ କାଟ ପିଇବା ପାଣି ମଧ୍ୟ ମିଳୁନି ଏ ଖରାରେ ଜୀବନ ଯାଉଛି ଆଉଛି ଭୟଙ୍କର ପରିସ୍ଥିତି। ଆଉ ଟିକେ କୁହ ସବୁ ବିଭାଗକୁ ସଜାଗ ରହିବେ ବିଦ୍ୟୁତ ବିଭାଗ ଏ ଖରାରେ ଯେଉଁଭଳି ଭାବେ ବିଦ୍ୟୁତ କାଟ ହଉଛି। ଆଉ ସିଂହ ତମେ ରଜା ପିଲା କଡ଼ାକଡ଼ି କର। ଏ PHD ପାଣି ଶୁଖି ଯାଉଛି ପାଇପ୍ ପାଣି ନାହିଁ ଦେଖ। ଆଏ ଇରିଗେସନ ନଦୀ ଗୁଡ଼ା ଶୁଖିଲା ମହାନଦୀରୁ ପାଣି ଛାଡ଼ିଦିଅ। ଦୟା ଶୁଖିଲା ରାଜୁଆ ଶୁଖିଲା ଲୋକ ଛଟପଟ ହଉଛନ୍ତି। ଆଏ ଯୁଦ୍ଧକାଳୀନ ଭିତରେ ମୋହନ ବାଜି ଏ ଗରମକୁ ଏ ଖରାକୁ ମୁକାବିଲା କର। ଆଏ କୁଆଡ଼େ ତମେ ଯାଇଛ କ'ଣ ନାଚ ଗୀତ କଙ୍ଗନା ଫଙ୍ଗନା ଧରିକି ବୁଲୁଛ ଏଇ ସମୟରେ ଏଇ ଖରାରେ କଙ୍ଗନାକୁ ଧରିକି ତମେ ଫିଲ୍ମ ଦେଖୁଛ ଲଜ୍ଜା ଲାଗୁନି? ଲୋକ ଛଟପଟ ହଉଛନ୍ତି ବିଦ୍ୟୁତ କାଟ ପାଣି ନାହିଁ ଏ ଖରା ଭୟଙ୍କର ଲେବର କାମ କରିପାରୁନାହାନ୍ତି ଚାଷୀ ଖଟି ପାରୁନାହାନ୍ତି ଭୟଙ୍କର ପରିସ୍ଥିତି। ତା ଏଇ ସମୟରେ କଙ୍ଗନାକୁ ଧରିକି ସିନେମା ଦେଖୁଛ 2 ଘଣ୍ଟା 3 ଘଣ୍ଟା। ଦୁଃଖଦାୟକ ଘଟଣା। ଏତେ ସୁଖ କରିବା ଉଚିତ ନୁହଁ। ଏତେ ସୁଖ କଲେ ଭଗବାନ ତମକୁ ନେଇଯିବେ ସେ ଚେୟାରରୁ ରଖିପାରିବେନି।